ପିଲାମାନେ, ତମ ସମସ୍ତଙ୍କୁ ନବବର୍ଷର ଅନେକ ଅନେକ ଶୁଭକାମନା। ନୂଆ ବର୍ଷ ତମ ସମସ୍ତଙ୍କ ପାଇଁ ଶୁଭମୟ ହେଉ। ପିଲେ, ପୁରୁଣା ବର୍ଷର ସ୍ମୃତିଗୁଡ଼ିକୁ ସାଉଁଟି ନୂଆ ବର୍ଷରେ ଆମେ ପାଦ ଦେଇଛେ, ନୂଆ ଆଶା, ନୂଆ ଲକ୍ଷ୍ୟକୁ ସାଙ୍ଗରେ ନେଇ। ତମେ ସବୁ ଏଇ ନୂଆ ବର୍ଷରେ ଭଲରେ ଥାଅ, ଆଉ ଠାକୁରଙ୍କ କୃପାରୁ ତମ ଜୀବନ କୁଶଳରେ କଟୁଥାଉ। ଆସ ପିଲେ, ଆଜିର ଶିଶୁ ସଂସାରକୁ ଭଜନଟିଏ ଶୁଣି ଆରମ୍ଭ କରିବା। ଗୀତଟିକୁ କିଏ ଗାଇଛନ୍ତି, କାହା ଲେଖାରୁ ଗାଇଛନ୍ତି, ସେ କଥା ସେ ନିଜେ କହିବେ। ଆସ ଶୁଣିବା। ମୋ ନାଁ ସାଇ ସମୀକ୍ଷା ସାହୁ। ମୁଁ ଏବେ ଭଜନଟି ଗାଇକି ଶୁଣିବାକୁ ଯାଉଛି, ଯାହାକୁ ଲେଖିଛନ୍ତି ଗଣକବି ବୈଷ୍ଣବ ପାଣି। মিছে নীলাচল নাথ বসিয়াছ নীলাচলে, মিছে নীলাচল নাথ বসিয়াছ নীলাচলে। পণ্ডা রন্ধা ভাত ডালি, পণ্ডা রন্ধা ভাত ডালি, ভুঞ্জিন বড় দেউলে বসিয়াছ নীলাচলে, মিছে নীলাচল নাথ বসিয়াছ নীলাচলে। গন্ডা গন্ডা হন্ডা হন্ডা কাকরারি সামন্ডা, গন্ডা গন্ডা হন্ডা হন্ডা কাকরারি সামন্ডা। ঠন্ডা হই দুই ভাই, ঠন্ডা হই দুই ভাই, ভন্ডি খাও পাঞ্চ বেলে বসিয়াছ নীলাচলে, মিছে নীলাচল নাথ বসিয়াছ নীলাচলে। বগড়াউয়া তন্দুল ভুঞ্জি কপাল ডাল, বগড়াউয়া তন্দুল ভুঞ্জি কপাল ডাল। খণ্ড বৈর ভঞ্জন, খণ্ড বৈর ভঞ্জন, পণ্ড নহু কালে কালে বসিয়াছ নীলাচলে, মিছে নীলাচল নাথ বসিয়াছ নীলাচলে। পণ্ডা রন্ধা ভাত ডালি, পণ্ডা রন্ধা ভাত ডালি, ভুঞ্জিন বড় দেউলে বসিয়াছ নীলাচলে, মিছে নীলাচল নাথ বসিয়াছ নীলাচলে, বসিয়াছ নীলাচলে, বসিয়াছ নীলাচলে। ପିଲାଏ, ଆଖି ଆମ ଦୈନନ୍ଦିନ ଜୀବନରେ କେତେ ଜରୁରୀ ତାହା ତ ତମେମାନେ ଅନୁଭବ କରିଥିବ। କିନ୍ତୁ ପିଲେ, ଭାବିଲ ଦେଖି, ଆଖି ନଥିଲେ ଜଣେ ମଣିଷ କେତେ ଅସୁବିଧାର ସମ୍ମୁଖୀନ ହେବ। ତେଣୁ ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ପଢ଼ାପଢ଼ିର ସୁବିଧା ପାଇଁ ଉଦ୍ଭାବନ କରାଗଲା ଗୋଟିଏ ସ୍ୱତନ୍ତ୍ର ଲିପି, ଯାହାକୁ ବ୍ରେଲି ବୋଲି କହନ୍ତି। ଆସ ଆଜି ଏଇ ବ୍ରେଲି ଡେରେ ଶୁଣିବା ଏଇ ବ୍ରେଲି ଲିପି ବିଷୟରେ। କହିଛନ୍ତି ଅମିନ କୁମାର ମହାପାତ୍ର। ଯୁଗେ ଯୁଗେ ମହାପୁରୁଷମାନେ ଧରାବକ୍ଷରେ ଅବତୀର୍ଣ୍ଣ ହୋଇ ପୃଥ୍ୱୀବାସୀଙ୍କୁ ଦିଗ୍ଦର୍ଶନ ଦେଇଯାଇଛନ୍ତି। ସେମାନଙ୍କର ଏହି ମହାନ ତ୍ୟାଗ ଏବଂ ଆଦର୍ଶ ଯୋଗୁଁ ସେମାନେ ସବୁଦିନ ପାଇଁ ଆମ ନିକଟରେ ଚିରସ୍ମରଣୀୟ ହୋଇ ରହିଛନ୍ତି। ଆଜି ଆସନ୍ତୁ ସେହିଭଳି ଜଣେ ମହାପୁରୁଷଙ୍କ ସମ୍ବନ୍ଧରେ କିଛି ଜାଣିବା।
ସେହି ମହାପୁରୁଷ ଜଣକ ହେଉଛନ୍ତି ମହାତ୍ମା ଲୁଇ ବ୍ରେଲ୍। ଦୃଷ୍ଟିବାଧିତ ମାନଙ୍କର ପଥପ୍ରଦର୍ଶକ ମହାତ୍ମା ଲୁଇ ବ୍ରେଲ୍ ଆଜି ଭଳି ଏକ ମହାନ ପବିତ୍ରତମ ଦିବସରେ ଅର୍ଥାତ୍ 1809 ମସିହା ଜାନୁଆରୀ ମାସ 4 ତାରିଖ ଦିନ ଫ୍ରାନ୍ସ ଦେଶର ପ୍ୟାରିସ୍ ସହରଠାରୁ ପ୍ରାୟ 20 ମାଇଲ ଦୂରସ୍ଥ କୁପବେରୀ ନାମକ ଏକ କ୍ଷୁଦ୍ର ଗ୍ରାମର ଗୋଟିଏ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କର ନାମ ଥିଲା ମୋନସିୟର ବ୍ରେଲ୍ ଏବଂ ମାତାଙ୍କର ନାମ ଥିଲା ମୋନିକ୍ ବ୍ରେଲ୍। ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ସେ ଯେ ଭବିଷ୍ୟତରେ ଜଣେ ବଡ଼ ମଣିଷ ହୋଇପାରିବେ ତାହା ତାଙ୍କର ପିଲାଦିନରୁ ହିଁ ଜଣାପଡ଼ିଥିଲା। ତାଙ୍କୁ ଯେତେବେଳେ 3 ବର୍ଷ ହୋଇଥିଲା ସେ ତାଙ୍କ ପିତାଙ୍କ କର୍ମଶାଳାର ଚତୁଃପାର୍ଶ୍ୱରେ ଖେଳାବୁଲା କରୁଥିବା ଅବସ୍ଥାରେ ପ୍ରତ୍ୟେକଟି ବସ୍ତୁକୁ ଅତି ଶ୍ରଦ୍ଧା ଏବଂ ଆଗ୍ରହର ସହିତ ଉପଭୋଗ କରୁଥିଲେ। ସବୁଦିନ କାହାରି ସମାନ ଯାଏ ନାହିଁ। ଏକଦା କର୍ମଶାଳାରେ ବ୍ୟବହୃତ ହେଉଥିବା ତୀକ୍ଷ୍ଣ ଏବଂ ମୁନିଆ ଯନ୍ତ୍ରପାତି ଗୁଡ଼ିକୁ ଧରି ଖେଳୁଥିବା ଅବସ୍ଥାରେ ହଠାତ୍ ଏକ ଧାରୁଆ ଛୁରୀ ତାଙ୍କ ହାତରୁ ଖସିଯାଇ ଆଖିରେ ବାଜିଗଲା ଏବଂ ପ୍ରବଳ ରକ୍ତସ୍ରାବ ହେବାକୁ ଲାଗିଲା। ଡାକ୍ତରଙ୍କର ସମସ୍ତ ଚେଷ୍ଟା ବିଫଳ ହେଲା ସିନା ସେ ଆଉ ତାଙ୍କର ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ଫେରି ପାଇଲେ ନାହିଁ। ବିପଦ କେବେ ଏକାକୀ ଆସେ ନାହିଁ। 2 ବର୍ଷ ବୟସରେ ତାଙ୍କୁ ଅନ୍ୟ ଆଖିଟିକୁ ମଧ୍ୟ ହରାଇବାକୁ ପଡ଼ିଲା। 5 ବର୍ଷ ବୟସରେ ସେ ହୋଇଗଲେ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ। ସମଗ୍ର ପୃଥିବୀଟି ତାଙ୍କ ପାଇଁ ହୋଇଗଲା ଘୋର ଅନ୍ଧକାରମୟ। ହେଲେ ତାଙ୍କ ପାଖରେ ଥିଲା ଅସୀମ ଧୈର୍ଯ୍ୟ ଆଉ ସାହସ, ଯାହାଫଳରେ କି ତାଙ୍କୁ ପରବର୍ତ୍ତୀ ସମୟରେ ଏକ ମହାନ ବ୍ୟକ୍ତିତ୍ୱର ଅଧିକାରୀ ହେବାରେ ସହାୟକ ହୋଇଥିଲା। 5 ବର୍ଷ ବୟସରେ ଲୁଇ ଏକ ସାଧାରଣ ବିଦ୍ୟାଳୟରେ ନାମ ଲେଖାଇଲେ। କଠୋର ପରିଶ୍ରମ ଓ ତୀକ୍ଷ୍ଣ ଧୀଶକ୍ତି ସମ୍ପନ୍ନ ଲୁଇ ପାଠପଢ଼ାରେ ଥିଲେ ବେଶ୍ ଆଗୁଆ। ସେ ଶୁଣି ଶୁଣି ସବୁକିଛି ମନେ ରଖି ପାରୁଥିଲେ, ମାତ୍ର ଅକ୍ଷର ଦେଖି ପାରୁନଥିବାରୁ ସେ ଲେଖି ପଢ଼ି ପାରୁନଥିଲେ। ତାଙ୍କର ଏହି ଅସୁବିଧାକୁ ଦୂର କରିବା ପାଇଁ ତାଙ୍କର ପିତା ଏକ ନୂତନ କୌଶଳ ଅବଲମ୍ବନ କରିଥିଲେ। ଏକ କାଠପଟା ଉପରେ ଛୋଟ ଛୋଟ କଣ୍ଟା ପିଟି ଭିନ୍ନ ଭିନ୍ନ ଅକ୍ଷରର ସମ୍ବନ୍ଧରେ ପରିଚିତ କରାଇଥିଲେ। ବୋଧହୁଏ ଏହି ପଦ୍ଧତିକୁ ଅନୁକରଣ କରି ପରବର୍ତ୍ତୀ ସମୟରେ ବ୍ରେଲ୍ ଲିପିର ଉଦ୍ଭାବନ ହୋଇଥିଲା। 1819 ମସିହାରେ ଯେତେବେଳେ କି ଲୁଇଙ୍କୁ ମାତ୍ର 10 ବର୍ଷ, ସେତେବେଳେ ପ୍ୟାରିସ୍ ଠାରେ ଥିବା ପ୍ରଖ୍ୟାତ ରୟାଲ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର ଦି ବ୍ଲାଇଣ୍ଡର ଅଧ୍ୟକ୍ଷ ଗିଲ୍ ସେହି ବିଦ୍ୟାଳୟରେ ଅଧ୍ୟୟନ କରିବା ନିମନ୍ତେ ଛାତ୍ରବୃତ୍ତି ସହ ତାଙ୍କୁ ଆମନ୍ତ୍ରଣ କରିଥିଲେ। ସେ ବିଦ୍ୟାଳୟରେ ପଢ଼ୁଥିବା ବେଳେ ସେ ଥିଲେ ସବୁ କ୍ଷେତ୍ରରେ ଆଗୁଆ। ଗଣିତ, ଇତିହାସ, ଭୂଗୋଳ ପ୍ରତ୍ୟେକ ବିଷୟକୁ ସେ ଅନାୟାସରେ ଆୟତ୍ତ କରିପାରିଥିଲେ। ତାଙ୍କର ବିଚକ୍ଷଣ ବୁଦ୍ଧି ଓ ପାରଦର୍ଶିତାରେ ମୁଗ୍ଧ ହୋଇ ବିଦ୍ୟାଳୟର କର୍ତ୍ତୃପକ୍ଷ ତାଙ୍କୁ କନିଷ୍ଠ ଶିକ୍ଷକ ଭାବେ ସେହି ବିଦ୍ୟାଳୟରେ ନିଯୁକ୍ତି ଦେଇଥିଲେ। ଲୁଇ ଥିଲେ ଜଣେ ଛାତ୍ରବତ୍ସଳ ଶିକ୍ଷକ। ତାଙ୍କର ଛାତ୍ରଛାତ୍ରୀମାନେ କିପରି ଲେଖିପଢ଼ି ପାରିବେ ଏଥିପାଇଁ ସେ ଖୁବ୍ ଚିନ୍ତିତ ଥିଲେ। ସେ ଚାହୁଁଥିଲେ ଏପରି ଏକ ପଦ୍ଧତି ଉଦ୍ଭାବନ ହୁଅନ୍ତା ଯାହାଦ୍ୱାରା କି ଦୃଷ୍ଟିବାଧିତ ଭାଇ ଭଉଣୀମାନେ ସହଜରେ ଲେଖି ପଢ଼ି ପାରନ୍ତି। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ସୌଭାଗ୍ୟର କଥା, 1821 ମସିହା ଏପ୍ରିଲ ମାସରେ ଲୁଇଙ୍କର ସାକ୍ଷାତ ହେଲା ଜଣେ ଅବସରପ୍ରାପ୍ତ ଗୋଲନ୍ଦାଜ ବାହିନୀର କ୍ୟାପ୍ଟେନଙ୍କ ସହ, ଯାହାଙ୍କର ନାମ ଥିଲା ଚାର୍ଲସ ବାର୍ବିୟର। ସେ ଏକ ଅଦ୍ଭୁତ କୌଶଳ ବାହାର କରିଥିଲେ ଯାହାଦ୍ୱାରା କି ସୈନ୍ୟମାନଙ୍କୁ ଗୁପ୍ତ ତଥ୍ୟମାନ ପ୍ରେରଣ କରାଯାଉଥିଲା। ଏହି ପଦ୍ଧତିରେ କାଗଜ ଉପରେ ଭିନ୍ନ ଭିନ୍ନ ଆକାରର ଉଚ୍ଚା ଉଚ୍ଚା ଡଟ୍ ବା ବିନ୍ଦୁ ମାଧ୍ୟମରେ ତଥ୍ୟ ଗୁଡ଼ିକୁ ଲେଖାଯାଉଥିଲା, ଯାହାକୁ କି ବିନା ଆଲୋକରେ ମଧ୍ୟ ପଢ଼ି ହେଉଥିଲା। ଏହି ପଦ୍ଧତିର ନାମ ଥିଲା ନାଇଟ୍ ରାଇଟ୍ ବା ରାତ୍ର ଲିଖନ। ସେ ଏତେ ଦିନ ଧରି ଯାହାକୁ ଖୋଜୁଥିଲେ ତାର ସମାଧାନର ସୂତ୍ର ପାଇଗଲେ। ବାର୍ବିୟରଙ୍କ ଅନୁମତି କ୍ରମେ ସେହି ପଦ୍ଧତିଟିକୁ ମାର୍ଜିତ କରି ପାଠ୍ୟୋପଯୋଗ କରାଇବା ପାଇଁ ସେ ରାତି ସାରା ଉଜାଗର ହୋଇ ଗବେଷଣାରେ ଲାଗି ପଡ଼ିଲେ। ତାଙ୍କର ଏହି କାର୍ଯ୍ୟରେ ବାର୍ବିୟର ବିଶେଷ ସହାୟକ ହୋଇଥିଲେ। ସେ ତାଙ୍କୁ ଏକ ରାଇଟିଂ ଫ୍ରେମ୍ ଉପହାର ଦେଇଥିଲେ। ସେହି ଫ୍ରେମ୍କୁ ବ୍ୟବହାର କରି ଅକ୍ଷରର ଭିନ୍ନ ଭିନ୍ନ ଆକୃତି ସମ୍ବନ୍ଧରେ ଦିନ ରାତି ଗବେଷଣା ଚଳାଇଲେ। କିଛି ଦିନ ପରେ ତାଙ୍କର ସେହି କାର୍ଯ୍ୟ ସଫଳ ହେଲା ଏବଂ 6 ଡଟ୍ ବିଶିଷ୍ଟ ଏକ ପଦ୍ଧତି ଉଦ୍ଭାବନ କଲେ। ସେହି ଡଟ୍କୁ ବ୍ୟବହାର କରି 63 ପ୍ରକାର ଅକ୍ଷର ବାହାର କଲେ। 1829 ମସିହାରେ ଲୁଇ ତାଙ୍କର ଗବେଷଣାଲବ୍ଧ
तथ्य को व्याख्या कले से पद्धति साहाय्य जेकोसी भाषा गाणितिक चिन्ह इत्यादि लिखा संभव है। यह थिला एक जुगांतकारी घटना। दृष्टिबाधित मानक पाई यह एक नूतन आलोकर संधान आनीदेला जहा फल कि सेमानकर लेखापढ़े आउ असुविधा रहिला नाही। सही पद्धतिर एसबु उपकारिता सत्वे ताहाकु सरकारी स्वीकृति मिल पारि नथिला। केवल घरोई छात्र छात्री माननकु शिक्षा देबा पाई अनुमति मिलिथिला। अक्लांत परिश्रम और अनिद्रा रहिबा फल तांकर स्वास्थ्य अवस्था अति खराब होईगला। 1835 मसीह शरीर में जक्ष्मा रोगर प्रथम लक्षण देखादेला। स्वास्थ्य खराब हो जिबारु से कर्मक्षेत्र अवसर नेबाकु बाध्य हेले सत, मात्र रोग को भय न करी से उच्चतर गवेषणा लगी पड़े। 1851 मसीहा डिसेम्बर मासरे तांको स्वास्थ्यर अवस्था अति गुरुतर हेबारु तांकु हॉस्पिटल रे भर्ती करागला। 1852 मसीहा जनवरी मास 6 तारिख दिन मात्र 43 वर्ष बयस से सबुदिन पाई इह धामरु विदाय नेले। तांकर मर शरीर को तांक जन्म स्थान कुपबेरी ग्राम रे निजर आत्मीय स्वजन गहन रे कबर दियागला। तांकर मर शरीर माटी रे मिसीगला सत, मात्र तांकर जस कीर्ति एवं अम्लान प्रतिभा तांकु सबुदिन पाई अमर करी रखिला। तांकर 30 वर्षर कठिन साधना दृष्टिबाधित मानक पाई शताब्दी शताब्दी धरी आलोकर संधान आनी देउथिबो। तांका मृत्युर 3 वर्ष परे सही पद्धति सरकारी स्वीकृति लाभ कला एवं तांकरी नाम अनुसार एही लिपि ब्रेल लिपि नाम रे नामित हैला। फ्रांस, इंग्लैंड एवं अमेरिका रे सही ब्रेल लिपि बेस आदृत हैला। 1885 मसीह रे ब्रेल लिपि समग्र विश्व रे स्वीकृति लाभ कला। तांकर एही जुगांतकारी उद्भावन पाई तांकु दृष्टिबाधित मानकर पथ प्रदर्शक कहले किछि अतृप्ति हेब नाही। पिले एथर कुमार कौशिक परिड़ा शिशु संगीतटिए गाई शुणेबे। आस शुणिबा। मो नाम कुमार कौशिक परिड़ा। तुम मानंकु टिकी टिकी तारा शुणाइबाकु जाउछि, जाहाकु लिखिचंती प्रेमलता सामल। जन्ह साथी नाचिले हो जन्ह
ହଁ ରେ ପିଲେ, ଠିକ୍ ସମୟରେ ଯଦି ଆମେ ଠିକ୍ କାମ ନ କରୁ ତେବେ ଖୁବ୍ ଅସୁବିଧାର ସମ୍ମୁଖୀନ ହେଇଥାଉ। ତେଣୁ ଆସ ଏ ବିଷୟରେ ଶୁଣିବା ଗପଟିଏ। ଗପ ବୁଝି ବିଚାରି କାମ କର। ସ୍ୱରଚିତ ଗପଟିକୁ ତମାନଙ୍କୁ କହିଛନ୍ତି ଡକ୍ଟର ସୁନାମଣି ରାଉତ। ଶଙ୍କରପୁର ଗାଁ ଶେଷ ମୁଣ୍ଡରେ ଥାଏ ଗୋଟେ ବିରାଟ ତେନ୍ତୁଳି ଗଛ। ଡାଳପତ୍ରରେ ତେନ୍ତୁଳି ଗଛଟି ଖୁବ୍ ଝଙ୍କାଳିଆ ଦେଖାଯାଉଥାଏ। ମୋଟା ସୋଟା ଡାଳ ସାଙ୍ଗକୁ ସରୁ ସରୁ ପତ୍ରରେ ଗଛଟି ଭାରି ସୁନ୍ଦର ଦେଖାଯାଉଥାଏ। ଦିନେ କ'ଣ ହେଲା ନା, ଗୋଟେ ବୁଢ଼ା ମାଙ୍କଡ଼ କୁଆଡ଼ୁ ଆସି ସେ ତେନ୍ତୁଳି ଗଛରେ ରହିଲା। ଗଛଟିର ମୋଟା ସୋଟା ଡାଳରେ ଡେଇଁ ଡେଇଁକା ମାଙ୍କଡ଼ଟି ଲୁଚକାଳି ଖେଳିଲା। ତେନ୍ତୁଳି ଗଛର କଅଁଳିଆ ପତ୍ର ଖାଇବାକୁ ତାକୁ ବହୁତ ଖୁସି ଲାଗିଲା। ସେ ରହୁ ରହୁ ସେ ଗଛରେ ଘର କରି ରହିଗଲା। ସେଥରକ ସେ ଗଛରେ ବେଶୀ ତେନ୍ତୁଳି କଷି ଧରିଲା ନାହିଁ। ଜମାରୁ ଗୋଟିଏ ବୋଲି ତେନ୍ତୁଳି କଷି ହେଲା। ପତ୍ର ଉହାଡ଼ରେ ତେନ୍ତୁଳି କଷିଟି ଲୁଚକାଳି ଖେଳୁଥାଏ। ସୁଲୁସୁଲିଆ ପବନରେ ଝୁଲି ଝୁଲି ସେ ଦୋଳି ଖେଳୁଥାଏ। ମାଙ୍କଡ଼ର ମନ ବି ବହୁତ ଖୁସି। ସେ ତେନ୍ତୁଳି କଷିଟିକୁ ଖାଇବାକୁ ମନ କରି ତାକୁ କହିଲା, ତେନ୍ତୁଳି କଷି ତତେ ଦେଖି ମୁଁ ମନଟି ଖୁସି, ଖାଇବି ଆଜି ତତେ, ଚଞ୍ଚଳ ତୋର ମନ କଥାଟି କହିଦେ ତୁହି ମତେ। ମାଙ୍କଡ଼ର କଥା ଶୁଣି ତେନ୍ତୁଳି କଷି ପବନରେ ମୁଣ୍ଡ ହଲାଇ ନାହିଁ କରିଦେଲା। ଆଉ କ'ଣ କହିଲା ଜାଣ? ସେ କହିଲା, ମାଙ୍କଡ଼ ଭାଇ, ମତେ କହୁଛ ଖାଇବା ପାଇଁ, ହୋଇଛି ମୁହିଁ କଷି, ବଡ଼ ହେଲେ ମୁଁ ଖାଇବ ମତେ, ଦିଅ ଟିକିଏ ହସି। ତେନ୍ତୁଳିର କଥା ଶୁଣି ମାଙ୍କଡ଼ର ମନ ଆଉ ଦୁଃଖ ହେଲା ନାହିଁ। ସେ ତାର ପାକୁଆ ପାଟିରେ ଟିକିଏ ହସିଦେଲା। ଆଉ ମନେ ମନେ ଭାବିଲା, ତେନ୍ତୁଳି କଷି ଠିକ୍ କଥା କହିଛି। ସେ ତ ଏବେ ବହୁତ ଛୋଟ ହେଇଛି, ତାକୁ ଖାଇଲେ ପେଟ ପୁରିବ ନା ପାଟି ଜାଣିବ। ତେନ୍ତୁଳି କଷି ଆଉ ଟିକେ ବଡ଼ ହେଇଯାଉ, ତାକୁ ଖାଇବି, ପାଟିକୁ ଭାରି ଭଲ ଲାଗିବ। ଆଉ କିଛି ଦିନ ଗଲା। ତେନ୍ତୁଳି କଷି ଟିକେ ବଡ଼ ହେଇଗଲା। ଗଛ ଡାଳରେ ଓହଳି ସୁଲୁସୁଲୁ ପବନରେ ଦୋଳି ଖେଳିଲା। ତା ଦେହ ଖୁବ୍ ସୁନ୍ଦର ଦିଶିଲା। ଏଥର ମାଙ୍କଡ଼ ଭାବିଲା, ତେନ୍ତୁଳି ଗଛ ତ ବଡ଼ ହେଇଗଲାଣି, ଯାଉଛି ତାକୁ ଖାଇବି। ମାଙ୍କଡ଼ଟି ତେନ୍ତୁଳି ପାଖକୁ ଯାଇ କହିଲା, କଞ୍ଚା ତେନ୍ତୁଳି, ଗଛ ଡାଳେ ତୁ ଖେଳୁଛୁ ଦୋଳି, ଖାଇବି ତତେ ଆଜି, ମୋ କଥାରେ କହ ରେ ତୁହି ଅରାଜି କିବା ରାଜି। ମାଙ୍କଡ଼ର କଥା ଶୁଣି କଞ୍ଚା ତେନ୍ତୁଳି ସୁଲସୁଲିଆ ପବନରେ ମୁଣ୍ଡ ହଲାଇ ନାହିଁ କରିଦେଲା। ଆଉ କହିଲା, ମାଙ୍କଡ଼ ଭାଇ, ମତେ କହୁଛ ଖାଇବା ପାଇଁ, ହୋଇଛି ମୁହିଁ କଞ୍ଚା, ପାଚିଲେ ମତେ ଖାଇବ ତମେ, ଏଥରକ ମତେ ବଞ୍ଚା। ତେନ୍ତୁଳିର କଥା ଶୁଣି ମାଙ୍କଡ଼ ଭାବିଲା, ହଉ, ଯଦି ତେନ୍ତୁଳି କହୁଛି ସିଏ କଞ୍ଚା ହେଇଛି, ତାହେଲେ ଆଉ କିଛି ଦିନ ଯାଉ, ତେନ୍ତୁଳି ଭଲ କି ପାଚିଯାଉ, ପାଚିଗଲେ ତାକୁ ଖାଇବି, ପାଟିକୁ ଭାରି ସୁଆଦ ଲାଗିବ। ମୁଁ ତ ଏଇ ଗଛରେ ରହୁଛି, ତେନ୍ତୁଳି କ'ଣ ମୋତେ ବୁଦ୍ଧିରେ ବଳେଇଯିବ। ସେମିତି ଆଉ କିଛି ଦିନ ଚାଲିଗଲା। ଖରା ଓ ପବନ ଖାଇ ତେନ୍ତୁଳି ପାଚିଗଲା। ତାର ଉପର ଚୋପା ଶୁଖି ପାଉଁଶିଆ ଦେଖାଗଲା। ସୁଲସୁଲିଆ ପବନରେ ଗଛ ଡାଳରେ ଥାଇ ତେନ୍ତୁଳି ଦୋଳି ଖେଳୁଥାଏ। ମାଙ୍କଡ଼ ମନେ ମନେ ଭାବିଲା, ଏଥର ବୋଧେ ତେନ୍ତୁଳି ପାଚିଗଲାଣି, ପାଟିକୁ ଭାରି ଭଲ ଲାଗିବ, ଯାଉଛି ତାକୁ ଖାଇବି। ଏ କଥା ମନରେ ଭାବି ମାଙ୍କଡ଼ ତେନ୍ତୁଳି ପାଖରେ ପହଞ୍ଚିଲା। ଆଉ ତାକୁ କହିଲା, କ'ଣ କହିଲା ଜାଣିଛ ପିଲେ? ସେ କହିଲା, ଆରେ ତେନ୍ତୁଳି, ମନ ସୁଖେ ତୁ ଖେଳୁଛୁ ଦୋଳି, ଖାଇବି ଆଜି ତତେ, ଆଗ ପରିକା ଆଜି ତୁ ଆଉ ନାହିଁ କରନା ମତେ। ମାଙ୍କଡ଼ର କଥା ଶୁଣି ତେନ୍ତୁଳି ଟିକେ ହସିଦେଲା। ଆଉ ପବନ ଡାଳରେ ବେଶୀ ବେଶୀ ଦୋଳି ଖେଳି କହିଲା, ମାଙ୍କଡ଼ ଭାଇ, ମତେ କହୁଛ ଖାଇବା ପାଇଁ, ଦୋଳି ଖେଳୁଛି ମୁହିଁ, ଖେଳି ସାରିଲେ ଖାଇବ ମତେ, ବସିଥା ବାଟ ଚାହିଁ। ତେନ୍ତୁଳିର କଥା ଶୁଣି ମାଙ୍କଡ଼ ଏଥର ବହୁତ ଖୁସି ହେଇଗଲା। ଯାହା ହଉ, ଏତେ ଦିନ ପରେ ତେନ୍ତୁଳି ଆଜି ତା କଥାରେ ରାଜି ହେଇଛି। ସେ ତେନ୍ତୁଳିକୁ ଖାଇବ, ତାର ବହୁଦିନର ଆଶା ମେଣ୍ଟିବ। ପାଚିଲା ତେନ୍ତୁଳିର ସୁଆଦ ବହୁଦିନ ହେଲା ତା ପାଟିରେ ବାଜି ନାହିଁ। ଟାକରା ଫୁଟେଇ ତେନ୍ତୁଳି ଖାଇବାକୁ କି ମଜା! ମଞ୍ଜି ଗୁଡ଼ାକ ସେ ଜମାରୁ ଖାଇବ ନାହିଁ। ଜିଭ ଅଗରେ ଚୁଚୁମି ସେଗୁଡ଼ା ଫୋପାଡ଼ି ଦେବ। ତେନ୍ତୁଳିର ଖଟାଳିଆ ରସ କଥା ମନେ ମନେ ଭାବିଲା ବେଳେ ମାଙ୍କଡ଼ ପାଟିରୁ ଖାଲି ତ ଲାଳ ଝରିଲା। ଆଉ ପବନ ତାଳରେ ଦୋଳି ଖେଳୁଥିବା ତେନ୍ତୁଳିକୁ ଏକ ଲକ୍ଷରେ ଅନେଇଥାଏ ମାଙ୍କଡ଼। କେତେବେଳେ ତେନ୍ତୁଳିର ଦୋଳି ଖେଳା ସରିବ, ତାପରେ ସେ ତାକୁ ଖାଇବ। ଏତିକି ବେଳେ ସୁ ସୁ ହୋଇ ଖୁବ୍ ଜୋରରେ ପବନ ବହିଲା। ଜୋରରେ ପବନ ହେବାରୁ ପାଚିଲା ତେନ୍ତୁଳି ଡେମ୍ଫରୁ ଛିଣ୍ଡିଗଲା। ପାଚିଲା ତେନ୍ତୁଳିଟି ତଳକୁ ଖସି ପଡ଼ିଲା। ଆଗରୁ ତ ତେନ୍ତୁଳି ଗଛ ମୂଳେ ତମ ପରିକା ସାନ ସାନ ପିଲା ଖେଳୁଥିଲେ। ଯେମିତି ପାଚିଲା ତେନ୍ତୁଳି ତଳେ ପଡ଼ିଛି, ଗୋଟିଏ ପିଲା ତାକୁ ଝାମ୍ପ ମାରି ନେଇ ଗୋଟିଏ ନେଇଗଲା।
ତେନ୍ତୁଳିର ଉପର ଚୋପା ଛଡ଼ାଇ ତାକୁ ସମସ୍ତେ ବାଣ୍ଟି କୁଣ୍ଟି ଖାଇଲେ। ଆଉ ଟାକରା ଫୁଟେଇ କ'ଣ ଗୀତ ଗାଇଲେ ଜାଣିଛ? ପିଲା ଗୀତ ଗାଇଲେ, ତେନ୍ତୁଳି 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 ଖଟା, ଖାଇବାକୁ ବଡ଼ ମଜା, ପାକୁଆ ପାଟିରୁ ଲାଳ ଝରୁଥିବ, ଖାଉଥିଲେ ଆଈ ଅଜା। ପିଲାମାନେ ଏମିତି ମନ ଖୁସିରେ ନାଚି ନାଚି ଗୀତ ବୋଲୁଥାନ୍ତି, ଖେଳ ଖେଳୁଥାନ୍ତି। ଗଛ ଡାଳରେ ବସି ମାଙ୍କଡ଼ ପିଲାମାନଙ୍କ ଖେଳ ଦେଖୁଥାଏ ଆଉ ଗୀତ ଶୁଣୁଥାଏ। ମନ ଦୁଃଖରେ ମନ ମନେ ଭାବୁଥାଏ, ତେନ୍ତୁଳିକୁ ଆଗରୁ ଖାଇ ଦେଇଥିଲେ ଭଲ ହେଇଥାନ୍ତା। ଡେରି କରିବାରୁ ଏପରି ଦଶା ହେଲା ସିନା। ତେଣୁ ଠିକ୍ ସମୟରେ ଠିକ୍ କାମ ନ କଲେ ପଛରେ ଅନୁତାପ କରିବାକୁ ପଡ଼ିଥାଏ। ପିଲାଏ, ହଜିଲା ସମୟ ଆଉ କେବେ ଫେରିଆସେ ନାହିଁ ବୋଲି ମନେ ରଖିଥିବ। ଏଥର ପିଲେ ଶୁଣିବା କବିତା ଅକଲ ମକଲ ଟକଲ ଟିଆଁ। କବିତାଟିକୁ ଆବୃତ୍ତି କରିଛନ୍ତି ଡକ୍ଟର ସୁନାମଣି ରାଉତ। ଅକଲ ମକଲ ଟକଲ ଟିଆଁ, ଆସରେ ପିଲାଏ ମାରିବା ଡିଆଁ, ନାଚିବା ଗାଇବା ଗୀତ, ଆସ ରାମ ରମା ରହିମ ରୁମା, ଆସ ମୋ ସଙ୍ଗାତ ମିତ। ପିଲାଦିନ ହସ ଖେଳର ବେଳ, ଆମେ ସାଙ୍ଗସାଥି ହୋଇବା ମେଳ, ଖେଳିବା ଉଦୁରୁ ଦୁମା, ଇଚିଡ଼ି ମିଚିଡ଼ି ଧାଇଁ ଚିଡ଼ି ଚିଡ଼ି, ଘୁଟୁରୁ ଘୁଟୁରୁ ଘୁମା। ଖେଳ ସାରି ଆମେ ପଢ଼ିବା ପାଠ, ପାଠ ପଢ଼ି ହେବା ବଢ଼ିଆ ଚାଟ, ହୋଇବା ଜଗତ ଜିତା, ଅଗଡ଼ ବଗଡ଼ ଧଗଡ଼ କଇଁଚି କାକୁଡ଼ି ନଳିତା ପିତା। ଅଜା ରଖିଥିଲେ 900 ନାଉ, ସୁନ ନେଇଗଲା ଡାମରା କାଉ, ଆରେ ଡାମରା ଆ, ଅଳସୁଆକୁ ତୁ ଉଠେଇ ଦେ, ଡାକି ଡାକି କା କା, ଡାକି ଡାକି କା କା। ପିଲେ, ତମେ ସବୁ ନିଜ ସାଙ୍ଗସାଥି ବନ୍ଧୁବାନ୍ଧବମାନଙ୍କୁ ଏଇ ନୂଆବର୍ଷରେ କେମିତି ଶୁଭେଚ୍ଛା ଜଣେଇଲ କହିଲ ଦେଖି? ମୋବାଇଲ ଫୋନରେ ଚାଟିଂ କଲ କି ଭିଡ଼ିଓ କଲରେ କଥା ହେଲ, ନାଇଁ? କିନ୍ତୁ ପ୍ରଥମେ ସମସ୍ତେ ଚିଠି ଲେଖି ସମସ୍ତଙ୍କୁ ଅଭିନନ୍ଦନ ଜଣାଉଥିଲେ। ଆଜି ସେ ଚିଠି ବିଲୁପ୍ତ ପ୍ରାୟ। ଆସ ଶୁଣିବା କବିତା ନାଁଟି ମୋର ଚିଠି। ସ୍ୱରଚିତ କବିତାଟିକୁ ଆବୃତ୍ତି କରିଛନ୍ତି ଡକ୍ଟର ସୁନାମଣି ରାଉତ। ଆଜି ମତେ କେହି ଖୋଜୁନ ଲୋଡୁନ, ବିନ୍ଧିଲାଣି ଅଣ୍ଟା ପିଠି, ବସି ଶୋଇ ମୋର ଦିନ ତ ସରୁନି, ନାଁଟି ମୋର ଚିଠି। ଦିନ ଥିଲା ମତେ ଖୋଜୁଥିଲ ସବୁ, ବୁଢ଼ାଠାରୁ ଛୁଆ ପିଲା, ପିଠି ପରେ ମୋର ଲେଖା ହେଉଥିଲା କେତେ ନାଁ ଗାଁ ଜିଲ୍ଲା। ତମ ମନ କଥା ବହି ନେଉଥିଲି, କାହିଁ କେତେ ଦୂର ଜାଗା, ଦିଲ୍ଲୀ କଲିକତା ଆମେରିକା ଚୀନ, ଖୋର୍ଦ୍ଧା ସାଲେପୁର ପାଗା। ଏବେ ତମେ ସବୁ କଥା ହେଉଅଛ ହାତେ ମୋବାଇଲ ଧରି, ମୋର ଦୁଃଖ ଟିକେ ବୁଝ ବାବୁମାନେ, ତମ ମନ ଥୟ କରି। ମନ କଥା ଯାହା କହି ହୁଏ ନାହିଁ, ଚିଠିରେ ହୁଅଇ ଲେଖି, ଚିଠି ପଢ଼ିଦେଲେ ସେଇ ମଣିଷକୁ ମନରେ ହୁଅଇ ଦେଖି। ମୋର ଅଣନାତି ମୋବାଇଲ ଆଜି ଦେଖାଉଛି କେତେ ଖେଳ, ମୋ କଥା ପିଲେ ଭୁଲିଯିବ ନାହିଁ, ଆସୁଛି ପୁଣି ମୋ ବେଳ, ମୋ କଥା ପିଲେ ଭୁଲିଯିବ ନାହିଁ, ଆସୁଛି ପୁଣି ମୋ ବେଳ। ପିଲେ, ଆଜିର କାର୍ଯ୍ୟକ୍ରମ ତମକୁ କେମିତି ଲାଗିଲା ସେ ବିଷୟରେ ନିଶ୍ଚୟ ଚିଠି ଲେଖି ଆମ ପାଖକୁ ପଠାଇବ। ଚିଠି ଲେଖିବାର ଠିକଣା ହେଲା ଶିଶୁ ସଂସାର କାର୍ଯ୍ୟକ୍ରମ ମାର୍ଫତ, କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନକୋଡ୍ 753001। ଆଜି ତ ସମୟ ସରିବାକୁ ବସିଲାଣି। ପୁଣି ଥରେ ତମ ସହ ଭେଟ ହେବ ଆଗାମୀ ରବିବାର ଠିକ୍ ସକାଳ 7:25 ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ ଶିଶୁ ସଂସାର। ତେବେ ଆଜି ପାଇଁ ଏତିକି।